ଆଜି ଚାଲ ଆମେ ଶିଖିବା ଯେମିତି ଛତୁ ଚାଷ ଆଉ ଏବେକା ତ ମୁଇଁ ତ କାଁ କାଁ କଲିନ ଚାଲ ଦେଖିବା ଯେମିତି ଆମେ ଛତୁ ବେଡ଼ ପକେଇଛୁ ଆଉ ଛତୁ ହେଲାନ ମୁଲୁ ମୁଲୁ ଆମେ ଏବେକା ଷ୍ଟାର୍ଟିଂ କରିଛୁ ଯେନେ ମୁଲୁ ମୁଲୁ ତିଆରୁଛୁ ଛତୁ ଚାଷ ଆମେ ଜାଣି ନାହିଁ ଛତୁ କେମିତି କରସନ୍ ବେଡ଼ା ଆଉ ଏବେକା ତିଆରୁଛୁ ଯେନ୍ଟାକି ରିଜଲ୍ଟ ବାହାରିଛେ ଚାଲ ଆମେ ଦେଖିବା ଆଉ ମୁଲୁ ମୁଲୁ ଦେଖୁଥିବ ଏଇଟା ନଡ଼ା ଟିକେ ଶୁଖି ସାରିଲା ଟିକେ ଉଦାଲି ଅଛେ ଆଉ ନଡ଼ା ତ ଆମେ ହେନେ ଗାମଲାରେ ଯେନେ କଲା ଗାମଲା ଆଉ ସେନେ ବୁତରେଇକି ଆମେ ଏଇଟା ବାହାରେ ଶୁଖେଇ ଦେଇଛୁ ଏଣେ ଶୁଖିଲାନ ଆଉ ଏଇଟା ଯେମିତି ଦେଖୁଥିବ ଏଇଟା ରହିବା ଜଣ ତିଆରି ହେଇଛି ଯେନ୍ଟାକି ଏନେ ଭଲ 4 ଦିନ ହେଲା ତଥାପି ଧପା ହେଇଛେ ଆଉ ଆମର ଆଗଡ଼େ ବି ଥୁଆ ହେଇଛି ଚାଲ ଦେଖବା ଆଗଡ଼େ ଯୁଡ଼େ ଗଦା ଥୁଆ ହେଇଛି ଦେଖୁଥିବ ଆମର ଯୁଡ଼େ ଗଦା ଆଉ ହେଟା ଗୋଟେ ଗଦା କଲାଟା 3ଟା ଆରୁ ଗୋଟେ ତିଆରା ହେବା ଏବେକା ଯେନ୍ଟାକି ଏବେକା ତିଆରବା ଆଉ ଇଟା ଚାଲ ଦେଖବା ଯେ କେମିତି ଛତି ହେଇଯାଇଛି ଏବେକା ଖୋଲବାରେ ରେଡ଼ି ହେଇଯାଉଛ ଦେଖୁଥିବ ଯେମିତି ଦେଖବା କେମିତି ଛତି ଯେତେ ଚାଲ ଦେଖବା ଆଉ ଦେଖୁଥିବ ମୁଲୁ ମୁଲୁ ତ ତାଙ୍କୁ ଦିଶବାନ ଟିକେ ଟିକେ ଆଉ ଇଟାଣ ଦେଖୁଥିବ ଯେନ୍ଟାକି ଟିକେ ଟିକେ ହେଇଛେ ଦେଖୁଥିବ ଏବେକା ରିଜଲ୍ଟ ଯେନ୍ଟାକି ବାହାରିଛେ ଆମର ଆଉ ଦେଖୁଥିବ ଏଇପଟେ କେତେ ଅଛି ଯେ ଆଉ ଇନେ ଦେଖୁଥିବ କେଡ଼ମାନ ଗୋଟେ ଆଉ ଇନେ ଯୁଡ଼େ ଆଉ ତାର ପଛପଟେ ବି ହେଇଛେ ଭିତରେ ଦେଖବା ନାଇଁ ଦିଶୁବ ଆଉ ଭିତରେ ଯେନ୍ଟା ହେଇଛି ଚାଲ ଦେଖବା ଦେଖୁଥିବ ଏଇଟା ଯେନ୍ ଆଉ ହେଲା ଆଉ ଭିତରେ ତ ହେଇଛି ଦେଖୁଥିବ ବଡ଼ ହେଲାନ ଇନେ ବି ହେଇଛି ଯେନ୍ ଦେଖୁଥିବ ଏତେ ତ ରିଜଲ୍ଟ ବାହାରିଛି ଯାହାହେଲେ ଆଉ ଟିକେ ଆମେ ଏଇଟା ଟିକେ ଶୁଖାଏସନ୍ କି କାଁ ଯେ ଆମେ ନାଇଁ ଜାଣି ଆଉ ପାଲ ଟିକେ ତଥାପି ଟିକେ ଓଦାଲିଆ ଅଛି ଢାଙ୍କି ଦେଇଥା ଆଉ ଯେନ୍ଟା ଏଇଟା ଧାପିକି ରଖସନ୍ ମିନିମମ୍ ମୁଲୁ ମୁଲୁ ଯେନ୍ଟା ଛତି ଚାଷ କରବ ମାନେ ମୁଲୁ ମୁଲୁ ବେଡ଼ ପକାଲେ 6 ଦିନ 7 ଦିନ ଧାପବ ଆଉ ଏଇଟା ଯେନ୍ଟା ଧପା ହେଇଛି ଏଇଟା ବି ରିଜଲ୍ଟ ଚାଲ ଦେଖ ଆଉ ଏଇଟା ବି ଦେଖୁଥିବ ପୁରା ବାହାରିଛି ଛତି ଦେଖୁଥିବ ଛତି ବାହାରିଲାନ ଆଉ ଏତେ ବି ଛତି ଦେଖୁଥିବ ଆମ ଏଇଟା ଯେନ୍ଟା ଯୁଡ଼େ ବେଡ଼ ମିନିମମ୍ ଛତି ପାରି ସାରିଲାନ ଏବେକା ଆଉ ଆମର 3 ନମ୍ବର ବେଡ଼ ଏଇ 3 ନମ୍ବର ବେଡ଼ ମିନିମମ୍ ତ 4 ଦିନ ଯେ ଆଉ 2-3 ଦିନ ଗଲେ ଏଇଟା ଯେନ୍ଟା ଖୁଲବା ଆଉ 2-3 ଦିନ ଗଲେ ଏଇଟା ଖୁଲବା ବୋଲେ କେମିତି ହେଇଥାଏ ଚାଲ ଦେଖବା ଏଇଟା ଯେ କରାହେଇଛି ଦେଖୁଥିବ ପାଲ ନା ପାଲ କରାହେଇଛି ଏବେକା ଯେନ୍ଟା ଆମେ ଏବେ କରିବା ଆଉ ସେନେ 2ଟା ଇଆଡ଼େ ଗୋଟେ 3ଟା ବେଡ଼ ଅଛେ ଯଦି ତୁମେ ଛତୁ ଚାଷ କରବ ମୁଲୁ ମୁଲୁ ଯେନ୍ଟା ବେଡ଼ ପକେଇବ ମିନିମମ୍ 5ଟା ବେଡ଼ ପକେଇ ବୋଲେ 5ଟା କରବ ନା 7ଟା କରବ 5ଟା 7ଟା କରି ସାରିଲେ ତାକୁ ପୁରା ଜରି ଭଲସାରେ ସିଲ୍ କରିଦେବ 4 ଜାଗାରୁ ଜରି ସିଲ୍ କରିକି ତାହାକୁ ଛାଡ଼ିଦେବ ପୁରା ସପ୍ତାହଟେ ଛାଡ଼ି ସାରିଲେ ତାକୁ ସକାଳୁ ଆଉ ରାତି ଘଣ୍ଟେ ଖୋଲିବ ଆଉ ଶୁଖା ହେଇଦେଲେ ପାଣି ନର୍ମାଲି ଝିଣ୍ଟିବ ଟିକେ ଆଉ ଯଦି ତାର ଖାଇବା ଖାଦ୍ୟ ହେଲା ଆମର ବେସନ ଯଦି ତୁମେ କାଁ ହେଲା ବେସନ ଦେବ